ଲଗେଇଛନ୍ତି କୋଉ କମ୍ପାନୀର ଲଗେଇଛନ୍ତି? ମାଧୁରୀ ଗୋଲ୍ଡ ଅଳକାନନ୍ଦ ହାଇବ୍ରିଡ୍ S1 এটা କ'ଣ ଫୁଲକୋବି ଲଗେଇଥିଲେ ମାଧୁରୀ ଗୋଲ୍ଡ? ଆଜ୍ଞା। ତ ମାଧୁରୀ ଗୋଲ୍ଡ ଯେଉଁ ଲଗେଇଛନ୍ତି ଆପଣଙ୍କ ଏରିଆରେ କ'ଣ ଚାଷ ହେଉଥିଲା? ଆମର ଆଗରୁ ଯେଉଁ ଚାଷ କରୁଛନ୍ତି କେଉଁ ଭେରାଇଟିର ଚାଷ କରୁଛନ୍ତି? କେଉଁ ମାନେ ବର୍ଷା ହେଉଥିଲା ଆଉ କ'ଣ ଶୀତ ବର୍ଷା ନାମଦାରୀ ଶୀତଲ ତ ଏବେ ଲାଗୁଛି ବର୍ଷା ନାମଦାରୀ 551 ଢାବଲ। ଆପଣଙ୍କ ନାଁଟା ଆଉ ଏଠିକି ଆଡ୍ରେସ୍ ଟିକେ କହିଦିଅନ୍ତୁ ତାପରେ ମୁଁ ଆପଣଙ୍କ ସହିତ କଥା ହେଉଛି। ମୋ ନାଁ ପଦବନ ବେହେରା, ଆଜ୍ଞା। କ୍ଷେତ୍ରପାଳ ମଉଦା, କଟକ। ଆଜ୍ଞା। ତ ସାର୍ଙ୍କ କତି ଆସିଥିଲି ଗୋଟେ ଫାର୍ମର କତିକି ମୁଁ ଆଜି ଯେହେତୁ ଗୋଟେ ଡେମୋ ଦେଇଥିଲି ଆଜି ମିଟିଂ କରିବା ପାଇଁ ଆସିଥିଲି। ସାର୍ଙ୍କ ନାଁ ଭଜମନ ବେହେରା, ସେ କ୍ଷେତ୍ରପାଳ ଏରିଆରେ କଟକ ଡିଷ୍ଟ୍ରିକ୍ଟରେ ଯାଉଛି। ତାଙ୍କୁ ଗୋଟେ ଡେମୋ ଦେଇଥିଲି ଆମ ଅଳକାନନ୍ଦ ହାଇବ୍ରିଡ୍ ସିଡ୍ସର ଗୋଟେ ଡେମୋ ମଞ୍ଜି ଦେଇଥିଲି ଯାହାକି ମାଧୁରୀ ଗୋଲ୍ଡ, ସେଇଟା 65ରୁ 75 ଦିନ ରହୁଛି ଭେରାଇଟି। ତ ତାଙ୍କ କହିବା କଥା ମୁଁ ତାଙ୍କ ଟିକେ କଥା ହେଉଛି ସେ କେମିତି ତାଙ୍କ ହିସାବରେ କହୁଛନ୍ତି କେମିତି ଭଲ ହେଇଛି କ'ଣ ହେଇଛି ସେ କହିଦେବେ ଆଜ୍ଞା। କେମିତି ଆଜ୍ଞା ହେଇଛି ପ୍ରଡ଼କ୍ଟ ନେଇକି ଆପଣ କେମିତି କ'ଣ ମାନେ ପତ୍ରଟା ତାଙ୍କ ଚାହିଁ ଏ ଭେରାଇଟିଟା କେମିତି କ'ଣ ଆପଣଙ୍କୁ ଲାଗୁଛି? ମୁଁ ତ ପ୍ରଥମ ବର୍ଷ ଚାଷ କରୁଛି, ମୋ ସାଙ୍ଗରେ ମୋତେ ଭଲ ଲାଗୁଛି। ଆଚ୍ଛା, ମାର୍କେଟରେ ଯେଉଁ ନେଉଛ ମାର୍କେଟରେ କେମିତି ଭଲ ହିସାବରେ ଯାଉଛି? ଭଲ ହିସାବରେ ଆଉ ଆର ୱେଟ୍ଟା କେମିତି ଲାଗୁଛି ଆପଣଙ୍କୁ? 4 କିଲୋ 4 କିଲୋ ଲାଗୁଛି। ବାକି ଫୁଲ ଅପେକ୍ଷା ଏ ଫୁଲ ଯେଉଁ କଢ଼ଟା କେମିତି ଟାଇଟ୍ ଲାଗୁଛି ନା ପୁରା ଟାଇଟ୍ ରହୁଛି? ଆଜ୍ଞା। ତ ଆପଣ ଟିକେ ଯାହା ବି ହେଉଛି ଆପଣ ଟିକେ କ'ଣ କହିଲେ ଟିକେ ଦେଖନ୍ତୁ ଯତ୍ନ ନିଅନ୍ତୁ। ଆଉ ଫୁଲଟା ବି ବହୁତ ବଢ଼ିଆ ଲାଗୁଛି ଆଜ୍ଞା। ଆମେ ଦେଇକି ଆପଣଙ୍କୁ ବହୁତ ସାଟିସ୍ଫାଏ ଲାଗିଛି ଆମକୁ ଦେଇକି। ସାର୍ଙ୍କ କତିକି ଆସିଥିଲି ଯେ ଆପଣଙ୍କୁ ଦେଖୁଥିଲି ସେ ଫୁଲଟା ବହୁତ ବଢ଼ିଆ ଲାଗୁଛି। ତ ଆର ମେନ୍ କଥା ହେଲା ଗୋଟେ ଖାସ୍ ପଏଣ୍ଟ ହେଲା ଏଇଟା ଯେ ଆର କଢ଼ଟା ପୁରା ବାନ୍ଧି ହେଇକି ରହୁଛି। ମାନେ ସବୁ ଅଲଗା କୋବି ଅପେକ୍ଷା ମୁଁ କୌଣସି ନାଁ ନେଉନି, ଅଲଗା ବ୍ରାଣ୍ଡ ଅପେକ୍ଷା ଆମର ଏଇଟା ପୁରା କଢ଼ଟା ବାନ୍ଧି ହେଇକି ରହୁଛି। ଆଉ ଗୋଟେ ଖାସ୍ କଥା ହେଲା ଏଇଟା ଯଦି ଆପଣ ଯଦି ମ୍ୟାଚୁରିଟି ହେଉଛି ସେ ମ୍ୟାଚୁରିଟି ପରେ 10 ଦିନ ଆପଣଙ୍କୁ ପୁରା ଟାଇଟ୍ ହେଇକି ରହିବ। 10 ଦିନ ଆପଣଙ୍କୁ ପୁରା ହାତରେ ରହିବ ଯାହାକି କାଟି ନ ପାଇଲେ ପୁରା ଆଡ଼ଭାନ୍ସ ଆପଣଙ୍କୁ ରଖିଦେଇପାରିବ। ତ ଏଇଟାର ଆର କମ୍ପାନୀର ପ୍ଲସ୍ ପଏଣ୍ଟ। ତ ଆର କମ୍ପାନୀର ଏଇଟା ଗୋଟେ ଏଇଟା ହେଲା ଭଟ୍ ପ୍ରଡ଼କ୍ଟ ଏଇଟା ବୁଝିପାରିଲେ? ତ ଏଇଟା ଆପଣ କରିକି ଖୁସି ଅଛନ୍ତି? ଆଜ୍ଞା। ତ ଆପଣ ଯେଉଁ ଫାର୍ମରକୁ କ'ଣ କହିବା ପାଇଁ ଚାହୁଁଛନ୍ତି? ଯେଉଁ ନୂଆ ନୂଆ ପ୍ରଡ଼କ୍ଟ ଆଣିଛି ଆଣିକି ୟୁଜ୍ କରିକି ଟ୍ରାଏ କରିବା ନିହାତି ଦରକାର। ଆଜ୍ଞା ଧନ୍ୟବାଦ ଆଜ୍ଞା। ଆଜ୍ଞା ନମସ୍କାର।